ଆଜି ଥିଲା ବିଶ୍ୱକର୍ମା ସଂକ୍ରାନ୍ତି ସେଥିପାଇଁ ପରା ସମସ୍ତେ ଗାଡ଼ି ପୂଜା କରୁଛନ୍ତି। ଆମର ମଧ୍ୟ ଗାଡ଼ିଟିକୁ ପ୍ରଥମେ ପାର୍ଲର ନିଆଗଲା। ନାଇଁ ନାଇଁ ଆଜ୍ଞା, ପାର୍ଲର ନୁହେଁ, ଗ୍ୟାରେଜ ନିଆଯାଇଥିଲା। ତା ସହିତ ପୂଜା ସାମଗ୍ରୀ କିଛି ଆସିଥିଲା। ତାପରେ ନନା ଆସି ମନ୍ତ୍ର ପାଠ ପଢ଼ି ପୂଜା ଆରମ୍ଭ କରିଥିଲେ। ତା ସହିତ ସାଇକେଲ ସ୍କୁଟର ମଧ୍ୟ ପୂଜା ହେଇଥିଲା। ପୂଜା କାର୍ଯ୍ୟ ସମ୍ପନ୍ନ ହେଲା ପରେ ଲେମ୍ବୁ ଚଢ଼ାଗଲା। ତା ସହିତ ପ୍ରସାଦ କାର୍ଯ୍ୟ ବଣ୍ଟନ ମଧ୍ୟ ସମ୍ପନ୍ନ ହୋଇଥିଲା। ଏମିତି ପକେଟରେ ଆସୁଥିବା ସିଙ୍ଗଡ଼ା ମୁଁ ପ୍ରଥମ ଥର ଦେଖିଲି। ଆପଣମାନେ ଦେଖିଛନ୍ତି କି ନାହିଁ କହିବେ କମେଣ୍ଟ କରି। ଯାହା ବି ହେଇଯାଉ ସିଙ୍ଗଡ଼ାଟା ଭାରି କ୍ୟୁଟ୍ ଦେଖାଯାଉଥିଲା। ଖାଇକି କହୁଛି କେମିତି ଥିଲା। କୁନି ସିଙ୍ଗଡ଼ାକୁ ରେଟିଂ ପୁରା 100ରୁ 100 ମିଳିଲା। ଦୁନିଆ ଭାଡ଼ମେ ଯାଉ, ମୋ ଝିଅ ହାତରେ କାଜୁ ଥାଉ। ଦେଖୁନାହାନ୍ତି ତାପରେ କ'ଣ ହେଲା। ତା ବାବା ଗୋଟେ ସିଙ୍ଗଡ଼ା ନେଇଯାଇଥିଲେ ବୋଲି ବଳ ପ୍ରୟୋଗ କରି ଶେଷରୁ ପାଟିରୁ କାଢ଼ି ଆଣିଲା। ଦେଖୁନାହାନ୍ତି ମୋତେ କେତିକ ଦେଲା। କୁନି ସମସ୍ୟା ପେଟକୁ ଗଲା ପରେ ତା କରାମତି ଦେଖେଇଲା। ସେଥିପାଇଁ ପରା ଲଞ୍ଚ ବନେଇବା ପାଇଁ ଟିକେ ଇଚ୍ଛା ହେଲା, ନହେଲେ କ'ଣ ବଳ ପାଉଥିଲା। ପୁରା ଦୁର୍ବଳ ଲାଗୁଥିଲା। ଲଞ୍ଚରେ ବନେଇଥିଲି ଆଜି ଡାଲମାକୁ ଖିଚୁଡ଼ି। ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବେ କହୁଛି ଦୟାକରି। ଜୟ ଜଗନ୍ନାଥ।